ଆଖ୍ୟାନରେ କୁହାଯାଇଛି ହନୁମାନ ସୀତାଙ୍କୁ ଅମୃତ ପାନ କରାଇଲେ। ରାମ କଥା କହିବା ଦ୍ୱାରା ସେ ଅମୃତ ଝରିଲେ। ହନୁମାନ କହିଲେ ଚାପଧାରୀ ଦାଶରଥୀ ଦଣ୍ଡକ ବନରେ ବିହାର କଲେ। ସେ ରାମ, ଶ୍ରୀରାମ, ରାଘବ, ରାମଚନ୍ଦ୍ର ଓ ରାମଭଦ୍ର ନାମ କହିଲେ। ପୃଥିବୀ କନ୍ୟା ତାଙ୍କ ପ୍ରାଣର ବନ୍ଧୁ। ଦିନ ରାତି ସେ ତାଙ୍କୁ ବିସର୍ଜନ୍ତି ନାହିଁ, ଅର୍ଥାତ୍ ଛାଡ଼ନ୍ତି ନାହିଁ। ସେ ବାଳା ତାଙ୍କ ଗଳାମାଳା ହୋଇଥିଲା। ସେହି ମାଳାକୁ ବିଚ୍ଛେଦ ଘଟାଇ କିଏ ଚୋରି କଲା। ଦ୍ରବିଣ ବା ଅଳଙ୍କାର ମିଳିବା ଯୋଗୁଁ ରାବଣ କଥା ଶୁଣାଗଲା ଓ ସୁଗ୍ରୀବ ସହ ସଂଯୋଗ ହେଲେ। ଶ୍ରୀରାମ କହିଲେ, ହେ ପ୍ରାଣଜାତ ଅର୍ଥାତ୍ ପବନସୁତ ହନୁମାନ, ଆମ ଦୁହିଁଙ୍କ ପ୍ରାଣ ଓ ଚେତନା ମିଳିତ ଭାବେ ରହିଛି। ଜଣଙ୍କ ବିନା ଅନ୍ୟ ଜଣଙ୍କ ଅସ୍ତିତ୍ୱ ଅସମ୍ଭବ, ଏକଥା ତୁ ଜାଣୁ। ଏହାକୁ ହୃଦୟରେ ରଖି ରମଣୀମଣି ସୀତାଙ୍କୁ ଆଣିଦେଲେ ଦେଖିବୁ ମୋ କଥା ସତ୍ୟ। ବର୍ତ୍ତମାନ ତା ବିନା ମୋର ଚେତନା ନାହିଁ। ସେ ଆସିଲେ ହିଁ ମୁଁ ପ୍ରାଣ ପାଇବି। ବାଳୀ ବା ଶ୍ରୀରାମ ଗୃହିଣୀ ସୀତା ମୃତପିଣ୍ଡ ପ୍ରାୟ ହୋଇଥିଲେ। ଏକଥା ସଞ୍ଜୀବନୀ ମନ୍ତ୍ର ଭଳି ହେଲା। ମନ୍ତ୍ର ପାଇଲା ପରେ ଶୁଆ କଣ୍ଠର ଜଡ଼ତା ଛାଡ଼ି କହିବାକୁ ଆରମ୍ଭ କଲା ପରେ ସୀତା ଏଥର କହିବାକୁ ଆରମ୍ଭ କଲେ। କହିଲେ, ବାବୁ ତୁମେ କିଏ? ପାଖକୁ ଆସ ଏବଂ ମୋ ଆଶା ପୂର୍ଣ୍ଣ କର। ତୁମ କଥାର ଜଳ ସେଚନରେ ମୋର ତାପମୋଚନ ହୋଇଛି। ହନୁମାନ ବସନରେ ରଖିଥିବା ମୁଦି ଫେଡ଼ି ବା ଖୋଲି ଦେଖାଇଲେ। ସୀତା ଶୀଘ୍ର ଆଦରରେ ମୁଣ୍ଡରେ ତାକୁ ଥୋଇ ଭାବିଲେ, ଏ ଚୋରି କରି ନାହିଁ ତ? ହନୁମାନ କହିଲେ, କିଛି ଗୁପ୍ତ କଥା କହିଲେ ବିଶ୍ୱାସ ଜନ୍ମିବ। ମର୍କଟକୁ ଭୟ କରି ତୁମେ ପ୍ରଭୁଙ୍କୁ ଭିଡ଼ି ଧରିବା ବେଳେ ତୁମ ଚିତା ତାଙ୍କ ବକ୍ଷରେ ଲାଗିଛି। ତୁମେ ମୃଗନାଭିକୁ ଶୁଖେଇ ଜଗିଥିବା ବେଳେ କୁଆ ଫଳ ଭାବି ଖାଇବା ପାଇଁ ତୁମ ବିମ୍ବଫଳ ରୂପୀ ଅଧରକୁ ବଳରେ ଅର୍ଥାତ୍ ଖୁବ୍ ଜୋରରେ ଆଘାତ କରିଥିଲା। ଏହା ମିଛ କି? ବୋଲି ଦାଶରଥୀ ଚାପଧାରୀ ବନ ଦଣ୍ଡକେ ପୁଣି ବିହରି ବହି ନାମ ରାମ ଶ୍ରୀରାମ ରାଘବ ରାମଚନ୍ଦ୍ର ରାମ ଭଦ୍ର କରି ସେ ବିଧାତ ରାମଚନ୍ଦ୍ର ରାମ ଭଦ୍ର କରି ବନ୍ଧୁ ପ୍ରାଣର ପୃଥି କୁମାରୀ ବିସର୍ଜନ୍ତି କି ଦିବା ସର୍ବରୀ ବିଚକ୍ଷଣ ସେ ଲକ୍ଷଣରେ ରକ୍ଷଣ ଭ୍ରାତ ଲକ୍ଷ୍ମଣ ହିଁ ଅନୁସରି ହେ ବିଧାତ ଭ୍ରାତ ଲକ୍ଷ୍ମଣ ହିଁ ଅନୁସରି ବାଳା ଗଳା ମାଳା ହୋଇଥିଲା ବିଚ୍ଛେଦିନ କେଥା ଚୋରି କଲା ଭାରତା ଶ୍ରବଣ ରାବଣ ଦ୍ରବିଣ କ୍ରମେ ସୁଗ୍ରୀବ ସଂଯୋଗ ହେଲା ହେ ବିଧାତ କ୍ରମେ ସୁଗ୍ରୀବ ସଂଯୋଗ ହେଲା ବେନି ଚେତନାକୁ ପ୍ରାଣ ଜାତ ବିମଳିନେ ହୋଇଛି ମିଳିତ ବୋଲନ୍ତି ତ ଜାଣୁ ରମଣୀ ମଣି କି ହୃଦେ ମଣି ଆଣିଲେ ଏ
संजीवनी मंत्र हेला बाहिला जाड़ी सुख कंठे रहिला नाही कहिबार आरंभिला से वैदेही नाही कहिबार आरंभिला बाबू के तुम्भे पासकु आस बेगे पूर्ण कर मोर आस वचन सलील सेचन रचन ताप मोचन कुहेला लेस से विशेष ताप मोचन कुहेला लेस चित्रकूटा चले बिहू गईरी के चिता भाले बिजन्य भयरे कि
ଶନିଚୟରେ ଲଗାଇଛ ପ୍ରିୟ ବକ୍ଷ ସ୍ଥଳେ ଗୋ ବୈଦେହୀ ଲଗାଇଛ ପ୍ରିୟ ବକ୍ଷ ସ୍ଥଳେ ବାସର করে অবনী শোভি বিঞ্চি জগিছিল মৃগ নাভি বলরে মিথ্যা কি কবল অর্থরে বিম্বাধরে ক্ষত কলা লোভী সে বায়স বিম্বাধরে ক্ষত কলা লোভী କହିଲେ ଯାହା ମୁଁ କହିଲି ତାହା ତୁମ ବଲ୍ଲଭ ରାମ ହିଁ କହିଛନ୍ତି। ତାଙ୍କଠୁ ଶୁଣିଛି। କୁଆ ତୁମର କେଉଁ ଅଙ୍ଗକୁ ପଦାଘାତ କରିଛି ସେ ଶବ୍ଦ ମୁଁ ମୁହଁରେ ଉଚ୍ଚାରଣ କରି ନ ପାରି ସ୍ତବ୍ଧ ହେଉଛି। କିନ୍ତୁ ଏହା ମିଥ୍ୟା କି? ଦୁଷ୍ଟ କୁଆ ସୀତାଙ୍କ ଅଧରରେ ଥଣ୍ଟ ଓ ସ୍ତନ ଦେଶକୁ ପାଦରେ ଆଘାତ କରିଥିଲା। ବିବାହର ଦିନ ପରେ ମଧୁଶଯ୍ୟା ଦିନର ମିଳନ ପୂର୍ବରୁ ହେ ନବୀନା ତୁମେ ପ୍ରତିଜ୍ଞା କରିଥିଲ ଯେ ରାମ ବିନା ଆନ ପୁରୁଷକୁ ଚିତ୍ତ ଦେବ ନାହିଁ। ଏହା ଶୁଣି ସୀତା କହିଲେ ନିଃସଂଶୟରେ ତୁ ପ୍ରଭୁଙ୍କର ବଡ଼ ବିଶ୍ୱାସୀ, କିନ୍ତୁ ସେ ସ୍ଥାନରେ ସାକ୍ଷୀ କିଏ ଥିଲା ବୋଲି ବୋଇଲୁ ନାହିଁ ତ, ଅର୍ଥାତ୍ କହିଲୁ ନାହିଁ ତ? ହନୁମାନ କହିଲେ ସେ ପୁର ମଧ୍ୟସ୍ଥିତ ଦୀପ ହିଁ ତାର ସାକ୍ଷୀ। ଆଉ ଫୁଲାହନା ହେ ବୈଦେହୀ, ବିଚ୍ଛେଦକୁ ତୁଳା ଦଣ୍ଡ ବା ତରାଜୁ କରି ତୁମ ଦୁଇ ଜଣଙ୍କୁ ତଉଲିଲେ ସମାନ ହେବ। ମୋ କାନ୍ଧରେ ବିଜେ କର, ଏହା ତାପ ହରିବ ଅର୍ଥାତ୍ ଦୁଃଖ ହରଣ କରିବ। ପ୍ରଭୁଙ୍କ ସହ ଭେଟ କରି ତୁମେ ମଧ୍ୟ ସୁଖରେ ବିହରିବ ବା ବିହାର କରିବ। ଜାନକୀ କହିଲେ କ'ଣ ତୁମେ କହୁଛ? ତୁମେ ତ ବୃକ୍ଷରେ ଡେଇଁଲା କପି ବା ବାନର ନୁହଁ। ମୋ ଭଳି ଅବଳାକୁ ପ୍ରବଳ ବଳ ଥିବା ରାବଣ ବଳାତ୍କାରରେ ଆଣିଛି। ମୋ ପ୍ରଭୁ କ'ଣ ତାଠାରୁ ଉଣା ହେଇଛନ୍ତି? ତୁମ ସାଙ୍ଗରେ ମୁଁ ଗଲେ ତାହା ବି ଚୋରିରେ ଗଣା ହେବ, ଆଉ ପ୍ରଭୁଙ୍କର ବୀରତ୍ୱକୁ ବାଧା ହେବ। ରାମଚନ୍ଦ୍ରଙ୍କୁ ସ୍କନ୍ଧରେ ବହ, ଆଉ ଦୁର୍ବହ ସାଗରକୁ ବହନ ତର ବା ଶୀଘ୍ର ପାରି ହୁଅ। ଏଥିରେ କୀର୍ତ୍ତି ରହିବ। ଭୟ କର ନା। କେତକୀ ଭ୍ରମରେ ବଶ ନ ହୋଇ ଶିବଙ୍କ ସଙ୍ଗ ପାଇ ଶିବରାତ୍ରିକୁ ଅପେକ୍ଷା କରିବ। ତୁରନ୍ତ ଉତ୍ତର ଦେଲେ ପାବନି। ଶଙ୍କାସୁର ବେଦ ଚୋରି କରି ଲୁଚାଇ ପାରିଲା କି? ପ୍ରଭୁ ଆସିଲେ ଆଉ ବେଦ ଓ ବ୍ରହ୍ମାଙ୍କ ବିଚ୍ଛେଦର ଅନ୍ତ ହେଲା। বিধাতিক
ଶୟନେ ବିଧୁନ ରଚୁ ସୁମନେ ବିଧି କରିଛ ନବୀନା ରାମ ବିନା ବିନ୍ୟାସିବ ନାହିଁ ଚିତ୍ତ ଆନେ ଗো ବୈଦେହୀ ବିନ୍ୟାସିବ ନାହିଁ ଚିତ୍ତ ଆନେ बोलेनी संशय सीता गिरा विश्वासी तू बड़ प्रभंकर बोइलु नाही तो से कथा विहित साक्षी रहित कैसे स्थान रहे बात जा साक्षी रहित कैसे स्थान ଇଏ ଉତ୍ତର ସେ ସତ୍ୟ ସନ୍ଧ ବୋଲେ ସେବା ନ ବୋଇଲେ ସିଦ୍ଧ ବିଭ୍ରମ ଏଥିତ ଦେଉଛ ବ୍ୟତୀତ ଦିବସୀ ନାସ୍ତିତ ପୁର ମଧ୍ୟ ଗো ବୈଦେହୀ ଦିବସୀ ନାସ୍ତିତ ପୁର ମଧ୍ୟ ବିଚ୍ଛେଦ ତୁତୁଳ ପାତ୍ର କରି ବେନିନ୍ଦ୍ରବ୍ୟକୁ ତୁଳିଲେ ସରି ବିଚାର ପ୍ରଚାରେ ପଚାରେ ଯାହାକୁ ଯେଉ ଛାଡ଼ିଲା ସେଉଣା ପରି ଗো ବୈଦେହୀ ଯେଉ ଛାଡ଼ିଲା ସେଉଣା ପରି ବିନଶ୍ୟତି ହେବ ଏତେ କହି ବିବେକୀରେ କି କହିବି ମୁହିଁ ବିଜେ କର ମୋର ସ୍କନ୍ଧରେ ହରିବ ତାପ ବିହରିବ ଭେଟ ହୋଇବ ବଲ୍ଲଭେ ତାପ ବିହରିବ ଭେଟ ହୋଇ
जीते पावनी कही वेद संथा सूरज चोराई बंचाई पारिला लुचाई सिंधुरे सुखर चाई धातारे सही गो वैदेही सुखर चाई धातारे सही विधुरता जेते थिला विधि ठारे पूर्ण संभविला बेनी बेनी भाव प्रभाव स्वभाव मुख्य क्यों आसे न पाइला गो वैदेही मुख्य क्यों आसे न पाइला